ଯେମିତି ସମସ୍ତେ ଶୁଣିଥିବେ କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ଅଶ୍ୱତ୍ଥାମା କଣ କରୁଛନ୍ତି, ଉତ୍ତରାଙ୍କ ଗର୍ଭକୁ ଲକ୍ଷ୍ୟ କରିକି ବ୍ରହ୍ମାସ୍ତ୍ର ପ୍ରୟୋଗ କରୁଛନ୍ତି। ସେତେବେଳେ ଉତ୍ତରା ଅନ୍ୟ କୌଣସି ଆଶ୍ରୟ ନ ପାଇକି ଭଗବାନ କୃଷ୍ଣଙ୍କର ଶରଣରେ ଆସୁଛନ୍ତି। ପାହି ପାହି ମହାଯୋଗୀ ଭଗବାନ କୃଷ୍ଣଙ୍କୁ ଆଡ୍ରେସ କରିକି ଆସୁଛନ୍ତି। ଆଉ ସେତେବେଳେ ଉତ୍ତରା ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଯଦି ବା ତାଙ୍କ ପାଖରେ ପାଣ୍ଡବ ମାନେ ଥିଲେ ଯେ ସର୍ବଶକ୍ତିଶାଳୀ ଥିଲେ ଏ ସମୟରେ, କିନ୍ତୁ ସେ ଭଗବାନ କୃଷ୍ଣ ମହାଯୋଗେଶ୍ଵର କୃଷ୍ଣ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି କି ଆପଣଙ୍କ ପାଖରେ ଅସୀମିତ ଶକ୍ତି ଅଛି, ଯାହା ମାଧ୍ୟମରେ ଆପଣ ଆପଣଙ୍କର ଭକ୍ତ ମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ରକ୍ଷୟତି ଇତି କୃଷ୍ଣ ବିଶ୍ୱାସ ପାଳନ। ତ ଏତିକି ବିଶ୍ୱାସ ଉତ୍ତରାଙ୍କର ଥିଲା କି ଏ ବ୍ରହ୍ମାସ୍ତ୍ର କବଳରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଗର୍ଭକୁ ସୁରକ୍ଷା ପ୍ରଦାନ କରିପାରିବେ। ତେଣୁ ଭଗବାନଙ୍କର ନାମ ଆଉ ନାମରେ କୌଣସି ଭଗବାନଙ୍କର ନାମ ଆଉ ଭଗବାନଙ୍କ ଭିତରେ କୌଣସି ଅନ୍ତର ନାହିଁ। ଆଉ ଏଇ ହରିନାମ ହିଁ ଆମର ସବୁ ପ୍ରକାରର ଯୋଉ ଆଧ୍ୟାତ୍ମିକ ଇଚ୍ଛା ଅଛି, ସ୍ପିରିଚୁଆଲ ଡିଜାୟାର, ସବୁ ପ୍ରକାରର ଆଧ୍ୟାତ୍ମିକ ଇଚ୍ଛାକୁ ପୂରଣ କରିପାରିବ। କିନ୍ତୁ ଏଇଟା ସେତେବେଳେ ହବ ଯେତେବେଳେ ଆମେ କୌଣସି ଅପରାଧ ନ କରିକି ନାମ ଜପ କରିବା, ଅପରାଧ ବିହୀନ ହେଇକି ନାମ ଜପ କରିବା। କାହିଁକି ନା ଚୈତନ୍ୟ ମହାପ୍ରଭୁ କହିଛନ୍ତି କେତେକମରେ କି ଭଗବାନ ସେଥିରେ ହରିନାମରେ ସମସ୍ତ ଶକ୍ତି ଅର୍ପଣ କରିଛନ୍ତି। ଆଉ ହରିନାମରେ ହିଁ ଆମେ ଯଦି ନିରପରାଧ ହେଇକି ନାମ ନେବା, ତାହେଲେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଧାମ ସବୁ କିଛି ପ୍ରକାଶିତ ହେଇପାରିବ। ଏଇ ଜନ୍ମରେ ଆମ ହୃଦୟରେ ସବୁ କିଛି ପ୍ରକାଶିତ ହେଇପାରିବ। ଏଇ ଦୁନିଆରେ କିନ୍ତୁ ନାମ ଆଉ ନାମି ଭିତରେ ଫରକ ଅଛି ହେଲା। ଏଇ ଦୁନିଆରେ ଯେତେ ଲୋକ ଅଛନ୍ତି, ଆଉ ସେ ଲୋକ ଯିଏ ନାମ ଆଉ ସେ ଲୋକର ନାଁ ଆଉ ନାମି ଭିତରେ ଫରକ ଅଛି। କିନ୍ତୁ ସବୁ କିଛି ଆମେ ହରେ କୃଷ୍ଣ ମହାମନ୍ତ୍ର ପ୍ରାପ୍ତ ହେଇପାରିବା। ସେତିକି ଯଦି ଆମେ ବିଶ୍ଵାସ କରିପାରିବା, ଆମ ପାଖରେ ସେତିକି ଟ୍ରଷ୍ଟ ରହିବ କି ନାଇଁ ହରେ କୃଷ୍ଣ ମହାମନ୍ତ୍ରରୁ ସବୁ କିଛି ପ୍ରାପ୍ତ ହେଇପାରିବା। ସେତେବେଳେ ହିଁ ସେ ବିଶ୍ଵାସର ଆଧାରରେ ଯଦି ଶୁଦ୍ଧ ନାମ କରୁଛେ, ତ ସବୁ କିଛି ଆମ ହୃଦୟରେ ପ୍ରକାଶିତ ହବ। ଆଉ ଏଇଟା ହିଁ କଳିଯୁଗର ସାଧନର ଗୋଟେ ମୁଖ୍ୟ ଲକ୍ଷ୍ୟ। ତେଣୁ ଏଇ ଆମେ ପ୍ରାଥମିକ ରୂପରେ ଗୋଟେ ଚେଷ୍ଟା କରିପାରିବା କି ନାମ ଯେତେବେଳେ ଆମେ କରୁଛେ, ଯେତେବେଳେ ମନ ଇତସ୍ତତ ଭ୍ରମଣ କରୁଛି, ତାକୁ ଛାଡିବାର ନାହିଁ, ତାକୁ ପୁଣି ଟାଣିକି ଆଣିବାର ଅଛି। ଯେତେବେଳେ ଆମେ ତା ନାମ କରିବା, ଏବେ ମନ ସବୁବେଳେ 1-2 ମିନିଟ ଶୁଣିବ କି କିନ୍ତୁ ତାପରେ ସେ ଷ୍ଟାର୍ଟ ହବ ଯିବା ପାଇଁ, ଇଆଡେ ସିଆଡେ ବୁଲିବ। ତେଣୁ ଆମର ଗୋଟେ ଦାୟିତ୍ବ, ଆମର ଗୋଟେ ରେସପନସିବିଲିଟି ଆଉ ଡ୍ୟୁଟି ବି କି ମନକୁ ଆମେ ପୁଣି ଟାଣିକି ଆଣିକି ଲଗେଇବାର ଅଛି। ନହେଲେ ମନକୁ କେମିତି ଛାଡିଦବା, ସେଟାକୁ କୁହାଯାଏ ନାମ ଅପରାଧ। ତେଣୁ ଏଇଟା ହେଲା ଡିଫରେନ୍ସ ନାମ ଭାସ ଆଉ ନାମ ଅପରାଧ। ଦିଟା ଷ୍ଟେଜରେ ଡିଫରେନ୍ସ ହେଲା କି ନାମ ଆଭାସରେ ବଦ୍ଧଜୀବ କଣ କରେ, ସେ ଚେଷ୍ଟା କରେ ତାର ମନକୁ ପୁନଃ ହରିନାମରେ ଆଣିକି କନେକ୍ଟ କରିବା ପାଇଁ, ସଂଯୋଜିତ କରିବା ପାଇଁ। ନଚେତ୍ ଏମିତି ନାମ ଅପରାଧରେ ଜପ କଲେ ଅନେକ ଜନ୍ମ ପଳେଇବ, କିନ୍ତୁ କୃଷ୍ଣ ପ୍ରେମ ପ୍ରାପ୍ତ ହବନି। ତେଣୁ ସେଥିପାଇଁ ଆମକୁ ନାମ ଅପରାଧ ଷ୍ଟେଜରୁ ନାମ ଆଭାସ ଷ୍ଟେଜକୁ ଯିବାର ଅଛି। ଉନ୍ନତ ଲକ୍ଷ୍ୟ ଅଛି ଆମ ପାଖରେ ନାମ ଶୁଦ୍ଧ ନାମ କରିବା ପାଇଁ। ତେଣୁ ତା ପୂର୍ବରୁ ଆମେ ଅପରାଧ ଯୁକ୍ତ ନାମରେ ଅଛେ, ତା କାରଣ ସମସ୍ତଙ୍କର ଭୌତିକ ଆସକ୍ତି ଅଛି। ବିଭିନ୍ନ ନିନ୍ଦା ଅପରାଧରେ ଆମେ କଣ ତଲ୍ଲୀନ ହେଇକି ଅଛେ। ତେଣୁ ସେଥିପାଇଁ ଆମକୁ ଧୀରେ ଧୀରେ ପ୍ରୟାସ କରିବାର ଅଛି, ଆଟଲିଷ୍ଟ ନାମ କରିବା ସମୟରେ ମନକୁ କେବେ ବି କୁଆଡେ ଯିବାର ନାହିଁ, ଦବାକୁ ନାହିଁ। କାହିଁକି ନା ଏଇଟା ଭଗବାନ କୃଷ୍ଣଙ୍କ ସହିତ ଆମର ପର୍ସନାଲ ମିଟିଂ, ପର୍ସନାଲ ଆପଏଣ୍ଟମେଣ୍ଟ। ସମସ୍ତେ ବହୁତ ଧ୍ୟାନ ସହକାରେ ଏବେ ନାମ ଜପ କରିବାର ଅଛି। ଆଉ ବିଶ୍ୱାସ ରଖିବାର ଅଛି କି ହରିନାମ ଦ୍ଵାରା ସବୁ ପ୍ରକାର ଆମର ଆଧ୍ୟାତ୍ମିକ ଇଚ୍ଛାର ପୂର୍ତ୍ତି ହେଇପାରିବ। ଠିକ ଅଛି। ଶ୍ରୀ ହରି ନାମ ପ୍ରଭୁ କି ଜୟ, ଜଗତଗୁରୁ ଶିଳ ପ୍ରଭୁପାଦ କି ଜୟ।